ଭୁବନେଶ୍ୱର ସହରରେ ସୁମିତ ନାମର ଜଣେ ଯୁବକ ରହୁଥିଲେ। ସେ ଏକ ଆଇଟି କମ୍ପାନୀରେ କାମ କରୁଥିଲେ ଏବଂ ସବୁବେଳେ ଡେରିରେ ଘରକୁ ଫେରୁଥିଲେ। ଏକ ରାତିରେ ସେ ଅଫିସରୁ ଘରକୁ ଫେରିଲା ବେଳେ ସେତେବେଳେ ରାତି ପ୍ରାୟ 12ଟା ହୋଇଯାଇଥିଲା। ରାସ୍ତା ସମ୍ପୂର୍ଣ୍ଣ ଖାଲି ଥିଲା ଏବଂ ଚାରିପାଖରେ ଅଜଣା ନୀରବତା ଥିଲା। ହଠାତ୍ ତାଙ୍କ ହାତରେ ଥିବା ମୋବାଇଲ ଫୋନଟି ବାଜି ଉଠିଲା। ଟ୍ରିଂ 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 ଟ୍ରିଂ। ସୁମିତ ଦେଖିଲେ ସ୍କ୍ରିନରେ ଏକ ଅଜଣା ନମ୍ବର ଆସୁଛି। ସେ ଭାବିଲେ ଏତେ ରାତିରେ କିଏ ଫୋନ କରିଛି। ସେ ଫୋନ ରିସିଭ୍ କଲେ। ଫୋନ ଭିତରୁ ଗୋଟିଏ ମହିଳା ହଲୁକ ଏବଂ ଥଣ୍ଡା ସ୍ୱରରେ କହିଲା, ଦୟାକରି ମୋତେ ବଞ୍ଚାନ୍ତୁ, ମୁଁ ବହୁତ ଭୟ ପାଉଛି। ସୁମିତ ଆବାକ ହୋଇ ପଚାରିଲେ, ଆପଣ କିଏ, କେଉଁଠି ଅଛନ୍ତି? ସେହି ସ୍ୱର ଉତ୍ତର ଦେଲା, ମୁଁ ତୁମ ଘର ପାଖରେ ଅଛି। ସୁମିତ ଚମକି ଗଲେ। ସେ ତୁରନ୍ତ ଘର ଦିଗକୁ ଦୌଡ଼ି ଆସିଲେ। ଘର ଆଗରେ ପହଞ୍ଚି ସେ ଚାରିଆଡ଼େ ଦେଖିଲେ, କିନ୍ତୁ କେହି ନଥିଲେ। ହଠାତ୍ ଫୋନ୍ ପୁଣି ଥରେ ବାଜି ଉଠିଲା। ଟ୍ରିଂ 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 ଟ୍ରିଂ। ସେ ପୁଣି ଫୋନ୍ ରିସିଭ୍ କଲେ। ଏଥର ସେହି ସ୍ୱର କହିଲା, ମୁଁ ତୁମ ଘର ପାଖରେ ଅଛି, ଜଲ୍ଦି ଆସ, ଜଲ୍ଦି ମୋତେ ବଞ୍ଚାଅ। ସୁମିତ ହାତ କମ୍ପି ଉଠିଲା। ସେ ଧୀରେ ଧୀରେ ଦ୍ୱାର ଖୋଲିଲେ। ଘର ଭିତରେ ସମ୍ପୂର୍ଣ୍ଣ ଅନ୍ଧାର ଥିଲା। ହଠାତ୍ ଲାଇଟ୍ ଆପେ ଆପେ ଜଳିଗଲା। ସେ ଦେଖିଲେ ଗୋଟେ କାନ୍ଥରେ ପୁରୁଣା ଫଟୋ ଲଗା ହେଇଥିଲା। ସେହି ଫଟୋରେ ଯେଉଁ ମହିଳା ଥିଲେ, ସେହି ମହିଳାଙ୍କର ସ୍ୱର ପରିକା ଏହି ସ୍ୱରଟି ତାଙ୍କୁ ଲାଗିଲା। ଫଟୋ ତଳେ ଲେଖା ହେଇଥିଲା, ମୃତ୍ୟୁ ତାରିଖ 10 ବର୍ଷ ପୂର୍ବେ। ସେହି ସମୟରେ ଫୋନ୍ ଆଉଥରେ ବାଜିଲା। ସ୍କ୍ରିନରେ ସେହି ଅଜଣା ସ୍ୱର ଏବଂ ସେହି ଅଜଣା ନମ୍ବର ଦେଖିବାକୁ ମିଳିଲା। ସେ ଧୀରେ ଧୀରେ ଫୋନ୍ ରିସିଭ୍ କଲେ ଏବଂ ସେହି ସ୍ୱର କହି ଉଠିଲା, ମୁଁ ଏବେ ତୁମ ପଛପଟେ ଅଛି। ସୁମିତ ଭୟରେ ଧୀରେ ଧୀରେ ପଛକୁ ଘୁଞ୍ଚିଲେ ଏବଂ ସେଠାରେ କେହି ନଥିଲେ, କିନ୍ତୁ ତାଙ୍କ ମୋବାଇଲ ଆପେ ଆପେ ଭୂମିରେ ପଡ଼ିଗଲା। ପରଦିନ ସକାଳେ ଯେତେବେଳେ ପଡ଼ୋଶୀମାନେ ଘରର ଦ୍ୱାର ଖୋଲା ହେଇଯିବାର ଦେଖିଲେ, କିନ୍ତୁ ସୁମିତକୁ ଖୋଜିଲେ, ସେମାନେ ତାକୁ ପାଇଲେ ନାହିଁ। ସେହି ଦିନଠାରୁ ସେହି ଘର ପାଖରେ ରାତ୍ରି ହେଲେ ଲୋକମାନେ ଏକ ଫୋନ୍ ରିଙ୍ଗ ଶୁଣନ୍ତି, ଟ୍ରିଂ